प्रभु चंद्र कपिलेश्वर आज ये प्रकृतिर कि तांडव लीला संध्या ठार झड़ तपन आरंभ हो जाए थमिबार ना धरुनी एपटे कौटा मोर सकालू सहर को जाए एजाए घर को फेरी दे बाप मन विचलित हवाटा स्वाभाविक गायत्री गला बेले कथा देइथिला एइटी सुनुच मो पुओटा तुमको लागिला हेले आज मो पुओटा भी ता स्त्रीटा पाई पागल हो जाइछि घर घर बसी गुमुरी गुमुरी कांदुछि देखुच गायत्री तुम स्वामीटा आज ता जीवन युद्ध रे हारी जाइछि ठीक रे से किछि खाई परुछि ना सोई परुछि ना शांति रे विश्वास मारी परुछि गायत्री तुम्हें सिना आरो परी को चली गल हेले तुमर से स्मृति गुड़ा सब बेले मो हृदय को बाजुची आ से सब कथा गुड़ा आज मते मन पड़ुची से सब कथारू मने पकई तुमको आज गोटे कथा कहूँ गायत्री
ଶୁଣ ମ ଓହୋ ସେ କଥା ଛାଡ ତମେ ଆଗ କହିଲ ତମେ ସେଠି ପଡି ସେଠି ନଈ ପଡି କଣ କରୁଥିଲ କିଅ ମଲା ତୁ ପରା କହିଥିଲୁ ସେମାନେ ବାଟ ସାରା ଯେତେ ସବୁ ପଇସା ପକେଇବେ ସବୁ ଗୋଟେଇ ଆଣିବାକୁ ଏଇ ଦେଖୁନୁ ସେମାନେ ବାଟ ସାରା ଯେତିକି ପକେଇଥିଲେ ତୁ ଗୋଟେ ଆଣିଛୁ ଏ ନେ ନେ ଆଉ କଣ ଦେଖିଆ 1 2 3 4 5 8 ବାଇକ ଯା ହଉ ଏ ଶୁଭ କେଲୁଣି ଠାରୁ ଏ ଅଳତାଟା ଆଣିଥିଲି ତା ପାଖରେ ମୋର 20 ଟଙ୍କାଟି ବାକି ଥିଲା ଏଇଥିରୁ ସୁଚି ଦେବି ଆଉ କଣ ଆସ୍ତେ କହ କେହି ଯଦି ଶୁଣିବେ କଣ ଭାବିବେ କହିଲୁ ହଉ ମଶାଣି ଦେଖାଗଲାନି ସେଠି ସାଙ୍ଗମାନେ ଅଛନ୍ତି ମୁଁ ସେମାନଙ୍କ ସହିତ ଘରକୁ ଯିବି ମୁଁ ଆସୁଛି ହଇଓ ତମେ ସିଆଡେ କୁଆଡେ ଯାଉଛ ଆରେ ସର୍ବଦା ଦେଖିବି ପରା ସେଠି ଉପସ୍ଥିତ ନ ରହିଲେ ସେମାନେ ଖରାପ ଭାବିବେନି ଆଉ କଣ ନା ମଲା ହଇଓ ଆଉ ତମେ ସେଠି ରହିଲେ ତତେ ଯେମିତି ସେ ଝିଅଟା ପୁରା ଦୁଇରୁ ଉଠି ଆସିବ ଆଉ ଏଇଠି ମୋ ଧନଟା ପରା ମୋ ଗେଲୁଟା ପରା ମୋ ସୁନାଟା ପରା ଏଇ ତମର ବୋଧେ ସେଦିନର କଥା ମନେ ନାହିଁ କୋଉ କଥା ନ ସେଦିନ କଥା ମ କୋଉ କଥା ନ କହିଲେ ମୁଁ ଜାଣି କେମିତି ଓ ମଲା ଏଇ ସେଇ ରୂପସୀର ସୁନା ମଥାମଣି କଥା କାହିଁକି ସେ କଥା ମନେ ପକଉଛୁ ଲୋପୁନି ବିଚାରୀଟା ସୁନା ମଥାମଣି ପାଇଁ ଘରେ କେତେ ଗଣ୍ଡଗୋଳ କରିଛି ସୁନା ମଥାମଣି ଘରେ ପିନ୍ଧିଛି କି ନାହିଁ କୋଉଙ୍କୁ ଡେଇଁ ଆତ୍ମହତ୍ୟା କରିଦେଲା ଆଉ କଣ ନା ଏଇଠି ମୁଁ ପରା ଦିପରେ ଦେଖିଥିଲି ସିଏ ସେଇ ମଥାମଣିଟାକୁ ପିନ୍ଧିଥିଲା ଭାରି ବଢିଆ ଲାଗୁଥିଲା ହେଲେ ମୁଁ ଯଦି ସେ ମଥାମଣିଟାକୁ ପିନ୍ଧିଥାନ୍ତି ତାହେଲେ ଆହୁରି ବଢିଆ ଲାଗିଥାନ୍ତା ହେଲା ଆର ମାସକୁ ଦରମା ଟଙ୍କା ମିଳିଲେ ତୋ ପାଇଁ ସେମିତି ମଥାମଣିଟେ କିଣିଦେବି ତୁ ପିନ୍ଧିବୁ ଆଉ କଣ ଏଇଠି ଆ ଦାମ କେତେ ଜାଣିଛଟି କେତେ ପୁରା 18,000 ଟଙ୍କା ତମର 2 ମାସର ଦରମା ଏଇ ଜାଣିଛ ଶୁଣିଲ ଆଜି ଯେତେବେଳେ ସେ କୂଅ ଭିତରୁ ସେ ରୂପଶ୍ରୀର ମଲାଦେହଟାକୁ କାଢୁଥିଲେ ଏ ମୁଁ ପୁରା ଠିକ ନଜର କରି ଦେଖିଛି ତା ମଥାରେ ସେ ମଥାମଣ୍ଟା ନଥିଲା ମତେ ଲାଗୁଛି ସେଇ ମଥାମଣ୍ଟା ନିଶ୍ଚୟ ସେ କୂଅ ଭିତରେ ପଡିଥିବ ଛାଟିପିଟି ହେଲା ବେଳେ ମୋ ଭିତରେ ଖସି ପଡିଥିବ ପୁରା 18,000 ଟଙ୍କାଟି ହେଇ ମୋ ଧନଟା ପରା ମୋ ଗେଲୁଟା ପରା ମୋ ପୁଚୁଟା ପରା ଶୁଣନା ମୁଁ କଣ କହୁଥିଲି କି ମତେ ସେଇ ମଥାମଣି ଦରକାର ତମେ ଆଣି ଦିଅନ୍ତନି ନା ଶଳା ଜବାନ ଝିଅଟା ଆଜି ସେ କୋଉ ଭିତରେ ପଡି ଆତ୍ମହତ୍ୟା କରି ମରିଛି ତା ଆତ୍ମା ସେ ଭିତରେ ଥିବ ମୁଁ ଯାଇପାରିବିନି ତମେ ଏତେ ଡରୁଆ ଏଇଠି ମତେ ଗୋଟେ କଥା କହିଲ ଆଜି ଯାଏ କୋଉ ଆତ୍ମା କୋଉ ମଣିଷକୁ ମାରିଲାଣି ଏଇ ଯାଉନ ଏଇଠି 18,000 ଟଙ୍କାଟି ଘରେ ପରା କହିଲେ ଯାଇପାରିବିନି ମୁଁ ମଣିଷ ନା ଭୂତ ଆଉ କଣ ଯାଇପାରିବ ତ ସତ କହୁଛ ତାହେଲେ ଠିକ ଅଛି ତମର ଯୁଆଡେ ମନ ହଉଛି ତମେ ସିଆଡେ ଯାଅ ମୁଁ ଚାଲିଲି ମୋ ବାପ ଘରକୁ ମୋ ବାପାକୁ ଯାଇ ପଚାରିବି ସେ ମତେ କାହିଁକି ଜନ୍ମ କରୁଥିଲେ ଯଦି ଭଲ ବର ଭଲ ଘର ଦେଖି ମତେ ବାହା ଦେବାର ଯୋଗ୍ୟତା ନଥିଲା ତାହେଲେ ମତେ ମାରିଦେଲେନି କାହିଁକି ମୋ କଥା ବୁଝୁନୁ କାହିଁକି କହିଲୁ ଏଇଠି ଆଉ ବୁଝିଛି ବୋଲି ତ ବରଷ ହେଲା ଏଠି ପଡିକି ଅଛି ହେଲେ ଆଉ ନୁହଁ ମୁଁ ଏବେ ଯାଇ ସେ କୂଅକୁ ନେଇ ଆତ୍ମହତ୍ୟା କରି ମୋର କଣ ଯିବାକୁ ଇଚ୍ଛା ନାହିଁ ମତେ ଭାରି ଡର ମାଡୁଛି ଲୋ ଏଇ ଯାଉଛି ମରିବି ହେ ଭଗବାନ ମୋର ସେ କୂଅକୁ ଡର ନାହିଁ କି ପାଣିକି ଡର ନାହିଁ ଜବାନ ଝିଅଟା ଆଜି ସେ କୂଅ ଡେଇଁ ମରିଛି ଯଦି ତା ଆତ୍ମା ମତେ ମାଡ଼ି ବସିବ
କଣ ହେଲା? ନା ନା କିଛି ନାହିଁ ଡରି ଯାଇଥିଲି ତ ଚମକି ପଡ଼ିଲି। କଣ ହେଲା? ତମେ ମତେ କହିଲ ତମେ ମତେ ସେ ମଥାମଣି ଆଣିକି ଦବ ନା ନାଇଁ? ତମେ ଯଦି ମତେ ସେ ମଥାମଣି ନ ଦବ ତାହେଲେ ମୁଁ ହଉ ଯାଉଛି ର। କଣ ହେଲା? ଆପଣ ଛିଡା ହେଲେ କାହିଁକି? ଏ ପୁନି କଣ? ମତେ ଲାଗୁଛି ମୁଁ ଆଉ ସେ ପୁଅ ଭିତରୁ ଫେରିବିନି। ମୋ ମନକୁ କାହିଁକି ପାପ ଛୁଉଁଛି ରେ ପୁନି। ମତେ ଲାଗୁଛି ଆଜିର ଆମର ଏ ଦେଖା ଶେଷ ଦେଖା। ତମେ ସେମିତି କାହିଁ ଭାବୁଛ କହିଲ? ସେମିତି କିଛି ବି ହବନି। ଦେଖ ମୁଁ ଏଇଠି ଛିଡା ହେଇଛି, ତମେ ଯାଅ। ଯଦି କିଛି ତମର ଅସୁବିଧା ହେଲା ତାହେଲେ ସେଉଠୁ ପୁନି ପୁନି ବୋଲି ଡାକିଦବ, ଆଉ ମୁଁ ଯାଇ କୂଅ ଭିତରେ ଦୌଡ଼ିଟା ପକେଇଦେବି, ତାପରେ ତମେ ଉଠି ଆସିବ। ଆଉ ଯାଉନ, ଯାଅ। ସତରେ ଯିବି? ହେଇଠି ଆଉ ଜମା ଡେରି କରନି, ନହେଲେ ଗାଁ ଲୋକମାନେ ମଶାଣିରେ ଫେରି ଆସିବେ। ଯାଅ, ଆରେ ଯାଉନ, ଯାଅ। ମା କଣ ଖବ ବଡ କଥା, 18,000 ଟଙ୍କାଟି ଏତେ ବଡ ସୁନା ମଥାମଣି ଜମିଗଲା। ଆଉ ସେଇ ମଥାମଣିଟାକୁ ପିନ୍ଧି କାଲି ମୁଁ ମୋ ସାଙ୍ଗ ବାହାଘରକୁ ଯିବି। ଆଉ ତାପରେ ଏ ଗାଁରେ ଯେତିକି ଲୋକ ଅଛନ୍ତି ସବୁ ତ ଖାଲି ମତେ ଚାହିଁବେ। ଆଉ କଣ ନା ଖାଲି ତ ଲୁଙ୍ଗିଟା। ଏମିତି ଘଡ଼ଘଡ଼ି ବର୍ଷା ହବ ତାହେଲେ ଆଉ କେହି ବାହାରକୁ ବାହାରିବେନି, କି ଆମ ଦି ଜଣକୁ ଆଉ କେହି ଦେଖିପାରିବେନି। ଆଉ ପୁରା ଜମିଗଲା। କଣ କମ କଥା, ପୁରା 18,000 ଟଙ୍କାଟି। ଭଗବାନ, ଏ କେତେ ଜୋରସେ ଘଡ଼ଘଡ଼ି ବର୍ଷା, କୂଅରେ ତ ପାଣି ପଡୁଥିବ। କିଏ ବାଜ ଲୋକଟା କିଏ ଜାଣେ? ମଥାମଣି କଣ ଜୀବନଠାରୁ ଏତେ ଅଧିକ? ମୁଁ କହିଦେଲି ଯେ ଚାଲିଗଲେ, ମତେ ଟିକେ ବି ମନା କଲେନି। ଏଇଠି ବୁଝିଲା ନାହିଁ। ଆରେ ଫେରି ଆସ, ମୋର ସେ ମଥାମଣି ଦରକାର ନାହିଁ। ଆରେ ବୁଝିଲା ନାହିଁ। ମୁଁ ଏବେ କଣ କରିବି? ଲାଗୁଛି ଘଡ଼ଘଡ଼ି ବର୍ଷାରେ ମୋ ଆବାଜ ଶୁଭୁନି।
बचेई दियो सनी तम भाई को बचेई दियो भाई रतना भाई तो रतना भाई कौन है तम भाई से कुआ भितरे वो से को जो जो पोरे ते रूपश्री जे आत्महत्या करिथिला तामाने रतना भाई कौन मरिबा को जाईची नहीं मु कहिथिली जीवा को ମୁଁ ତମ କଥା କିଛି ବୁଝିପାରୁନି ଭାଉଜ ଯାହା କହିବ ଶୀଘ୍ର କୁହ ସିଧା ସିଧା କୁହ তাহলে শোনো ତମକୁ ଅଷ୍ଟାଙ୍ଗ ପ୍ରଣାମ ପୁନି ଭାଉଜ ତମେ ନାରୀ ନୁହେଁ ଦେବୀ ଯୋଉ ନାରୀ ଗୋଟେ ସାମାନ୍ୟ ମଥାମଣି ପାଇଁ ନିଜର ସ୍ୱାମୀକୁ ମରଣ ମୁହଁକୁ ଠେଲି ଦେଇପାରେ ସେ ନାରୀ ନୁହେଁ ଅନସୂୟା ସାବିତ୍ରୀ କୋଉ ଭାଷାରେ ସତେ ए सनी ए मोर भूल जाइए तबे तबे तो भाई को पहले आना तबे तो भाई को पहले ଆସ ଆସ ଭାଉଜ ଭାଉଜ নিও ভাউজ দেখো আজ বি রতনা ভাইটা প্রমাণ করে দেলা যে সে চারি খণ্ড গাঁর শ্রেষ্ঠ গুলাড়ি খালি সেতিকি নুহে সে জনে শ্রেষ্ঠ স্বামী দেখো স্ত্রীকে খুশি করিবাকু যাই সে কেমিতি ଦି পুরুষ পানি ভিতরে পশি এই মথা মণিটা আনিছি নিও ভাউজ নিও ସୁନା ମଥା ମଣିକା ସିନା ତମ ପାଇଁ ଆଣିଛି ହେଲେ ତା ବଦଳରେ ତମ ଠାରୁ ତମ ଶଙ୍ଖା ସିନ୍ଦୁର ଛଡେଇ ନେଇଛି ରତନା ଭାଇଟା ଆଜି ପାଣି ପିଇ ପିଇ ମରି ଯାଇଛି अरे उठो ए देखो वो तो कल के भी किसी कर भी दे मोरा दरकार नहीं इतना दरकार नहीं बताओनी उठो ए देखो मोरा मुंह नहीं जाइए କେତେ ଗଭୀର କୂଅରେ ପଶେ କେବେ ସେ ବୁଡ଼ି ମରିନି ହେଲେ ଆଜି ରୂପଶ୍ରୀର ଆତ୍ମା ତାକୁ ବୁଡ଼େଇ ମାରିଛି ଭାଉଜ ए तोरे तो कहले मोरा मुंह नहीं जाइए वो तुमको कुछ भी कर लगा अरे भला जोश मार हाँ मारो हे भगवान तुमको धन्यवाद तुम आज मो रत्ना भाईर जीवन बंचाई देल ए भाउज तमे भाई को नहीं घर को जाओ मो मशाणी काम सारी घरे पहुंचुची यदि रत्ना भाई कौन होता है आम बेसी मेडिकल नहीं जावा आसुची भाउज आसुची रत्ना भाई ମୋ ମଥାମଣି କୁଆଡ଼େ ଗଲା এই বা মু ধরেছি লা 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 লা
ପୁନି ସେ କୂଅ ଭିତରେ 10 ଥର ବୁଡ଼ିଲା ପରେ ଯାଇ ମଥାମଣ୍ଟା ମିଳିଲା। ଆଉ ତାପରେ କ'ଣ ହେଲା ମୁଁ କିଛି ଜାଣିନି। ଏଇଠି ଦେଖିଲ ମତେ ମଥାମଣିଟା କେମିତି ଦେଖାଯାଉଛି? ଏଇ ଦେଖିଲ, ଆରେ ଦେଖୁନ, କହୁନ। କହିବି ପୁରା ଓଡ଼ିଆ ସିନେମା ହିରୋଇନ ପରି ଲାଗୁଛୁ ହେଲା। ଆଉ କଣ ନା ସେଇଠି ମୁଁ ତମକୁ କଣ ମାଗଣାରେ ସେଠିକି ପଠାଇଥିଲି? ତୋ ଇଚ୍ଛା ତ ପୂରଣ ହେଲା, ଏବେ ଚାଲ ଘରକୁ ଯିବା। ହ୍ୟାଲୋ ପୁଣି କ'ଣ ହେଲା? ଏଇଠି ଏଇ ଦେଖୁନ କେତେ ଦିନ ପରେ ଏମିତି ଗୋଟେ ବର୍ଷାଟେ ହେଇଛି। ମତେ ନା ଏ ବର୍ଷାରେ ଓଦା ହବାକୁ ଭାରି ବଢିଆ ଲାଗୁଛି। ଓ ମନେ ପଡ଼ିଗଲା ବୋଧେ କଣ? ଆମ ବାହାଘର ଚତୁର୍ଥୀ ରାତିର କଥା। ମଲା। ଚାଳ ଘର ଭିତରେ ଆମେ 2 ଜଣ ବର କନ୍ୟା। ଫଟୋର ଗୋଟିଏ ପଟେ ତୁ ଆଉ ଗୋଟିଏ ପଟେ ମୁଁ, ମଝି ଚାଳ ଦେଇ ଦୁଲଦୁଲ ହେଇ ବର୍ଷା ହଉଥାଏ। ଆଉ ତାପରେ କହିବି ମୁଁ ପୁରା ଚୁପ୍ ହେଇ ବସିଥାଏ ଆଉ ତମେ ବି ପୁରା ଚୁପ୍। ଆଉ ସେତିକି ବେଳେ ତମ ଜେଜେ ମା ଡାକ ଛାଡ଼ିଲେ। କିରେ ରତନା, ଘର ଭିତରେ ବର୍ଷା ହଉଛି କି? ଛତା ସେଠିକି। ଏଇ ସେଦିନର କଥା ମନେ ଅଛି?
প্রেম যদি মতে পাগলা হতে ডিজে বাজা রাখেন ଆମେ କଣ ଏତେ ଖରାପ ଆମେ ବି ଏତେ ଖରାପ ନୁହଁ ଯେ ତମ ଭଳି ମଧୁଆ ସହିତ ନାଚିବୁ କାଟିଗଲନି ବର ବେଶରେ ଅଛ ବାହା ହବାକୁ ଆସିଛ ଅଥଚ ମଦ ପିଇଛ ଏଇଟା ଲାଟେକ୍ସ ଫ୍ୟାଶନ ମ୍ୟାଡାମ ଭାବି ଭାବି କର ଆସ ଡାର୍ଲିଂ ହୁସିଆର ତମ ବଡ଼ ବଡ଼ିଆ ଷ୍ଟାଇଲ ତମ ସହରରେ ଚଳିବ ବଟ୍ ଏଇଠି ନୁହେଁ ଶୁଣ ମୋ ସମ୍ଭାବନା ମଧୁଆଙ୍କ ଅପେକ୍ଷା ମଦକୁ ବେଶୀ ଘୃଣା କରେ ସେ ଯଦି ଜାଣିବ ତମେ ମଦ ପିଇ ଆସିଛ ବାହା ବେଦିରୁ ସେ ଉଠିଯିବ ତମକୁ ଟିକେ ଲାଜ ଲାଗୁନି ଏକ୍ସାକ୍ଟଲି ଡାର୍ଲିଂ ଏ ଅବନ୍ତାକେ ମାରାଣ ତମ ଅପାଠାରୁ ତମେ ବେଶୀ ସୁନ୍ଦର ଲାଗୁଛ କଣ ହେଇଛ
ଗୋଲାପୀ ତମ ଗାଲ ଗୋଲାପୀ ଆଉ ତମ ଇସ୍ କଣ କଲ ମାଇଲ ମାଇଲ ନୋ ପ୍ରୋବ୍ଲେମ ମୋ ଭଣଜା ଗାଲକୁ ମାଇଲ 69,000 ଟଙ୍କା ଖର୍ଚ୍ଚ କରି ମୋ ଭଣଜା ବ୍ରାଇଡାଲ ମେକଅପ୍ ନେଇଥିଲା ତମେ ତା ମେକଅପ୍ ଛଡ଼େଇ ଦେଲ ଦେଖ ଏବେ ମୁଁ କଣ କରୁଛି ଏବେ ମୋ ସମ୍ଭାବନାକୁ ଯାଇ କହିବି ଏଇଟାକୁ ସେ ଶିଶୁପାଳ କରି ପିତା କରିବ। ଆରେ ବାବୁ ବରଣୀ ମେଳ ଘଡ଼ି ଯାଉଛି ପୁରୋହିତ ବ୍ୟକ୍ତି ଉପରେ ଅପେକ୍ଷା କରୁଛନ୍ତି ତାରନ୍ତୁ ବାବୁ କଥା ପଛେ ଏଠି ଘରଣୀ ଫାଟିଲାଣି ବର ଚାପୁଡ଼ା ଖାଇକି ଗାଲ ଫଳି ଗଲାଣି ମାମୁ ହଁ କହିଦିଅ ତାଙ୍କ ସିଏ ମତେ ଗୋଟେ ଚାପଡ଼ା ମାରିছে ହଁ ମୁଁ 10 ଚାପଡ଼ା ମାରିଲେ ଆଇକିରେ ବେଦିରେ ବସିବେ ମାର ମାର ଜଲ୍ଦି ମାର ଏ ମା ଡରିଲେ ଆରେ କଣ ହେଇଛି ରେ ମା ହଁ ମଉସା କଣ ବାହାବିନି କହୁଛନ୍ତି ସତ କଥାଟା ଜାଣିଲେ ଆପଣଙ୍କୁ ବଡ଼ ଧକ୍କା ଦେଇ ବାହାର କରିବେ ବଡ଼ ବ୍ୟକ୍ତି ଅଛନ୍ତି ମଦ ପିଇ ମତେ ମିସବିହେଭ୍ କରୁଛନ୍ତି ଏ କଥା ଯେ ସମ୍ଭାବନା ଜାଣିବ ଏଇଟାକୁ ପୋଲିସରେ ଦବ ଏଇଟାକୁ ସେ କେବେ ବି ବାହାବନି ମତେ କଣ ଝିଅଙ୍କର ଅଭାବ ନା କଣ ଆସିଛି ମାନେ କନ୍ୟା ନେଇ ନିଶ୍ଚୟ ଘରକୁ ଯିବେ ଆଉ ଦରକାର ପଡ଼ିଲେ ଏ ବୁଢ଼ା ସାରେ କାମ ଚଳେଇ ଦେବେ ଭଣଜା ସେ କନ୍ୟା ପିତା ତ ଶ୍ୱଶୁର ରଖାଅ ଶ୍ୱଶୁର ତାଙ୍କ ଝିଅ ଯଦି ରାଜି ନ ତାହେଲେ ମୁଁ କଣ ସେମିତି ଘରକୁ ଫେରିବି ହଁ ମୁଁ ୟାଙ୍କୁ ନେଇ ଯିବେ ଏବେ ଯିବେ ଅଲବତ ଯିବେ ଆରେ ଭଣଜା ଲିଙ୍ଗ ପରା ଏକା ସମଲିଙ୍ଗରେ କଣ ବାହାଘର ହୁଏ ଆରେ ମାମୁ ହଁ ତମେ କଣ ଟିଭି পেপর দেখুন ନାଇଁ কଣ ଗୋଟେ ହାଇଲାଇଟ ନ୍ୟୁଜ ଅଛି ମନେ ପଡୁନି ହଁ ମନେ ପଡିଲା କି ଚାନ୍ଦ ଓହୋ ସେ ତ ସମଲିଙ୍ଗରେ ବାହା ହେଇଛି ଓହୋ ସେମିତି ମୋ ହେବେ ଅସୁବିଧା କଣ ଓହୋ ଭଣଜା ଇଏ ଭାଣିଜୀ ବୋଉଟା କୁଆଡେ ଗଲା ରେ କାଇଁ ଆସୁନି ତ ଡାକ ଶୁଣ କଣ ହବ ନ ହବ ସେ କଥା ସମୟ କହିବ ତମେ ଏଇଠି ତମ ଉପରେ ଡକ୍ଟର ମନା କରିଛନ୍ତି ତମେ ବେଶୀ କଥାବାର୍ତ୍ତା କରିବନି ଭିତରକୁ ଯାଅ ଯାଅ ଭିତରକୁ ଆରେ ମା କଣ ହେଇଯାଉଛି କାମ କିନ୍ତୁ ବୁଝିପାରୁନି ଡାକ୍ତର ମୁଁ ସେମାନଙ୍କୁ ବୁଝାଇଦେବି ଆପଣ ଭିତରକୁ ଯାଆନ୍ତୁ ସେ ବୁଝିବା ଅବସ୍ଥାରେ ଥିଲେ ତ ବୁଝିବେ ଯେତିକି ମନ ଦେଇଛନ୍ତି କାହାକୁ କେମିତି କଥାବାର୍ତ୍ତା କରନ୍ତି ସେ କଥା ସେ ଭୁଲି ଯାଇଛନ୍ତି ଏ ମା ଭାଣିଜୀ ବୋଉ ମୋ ଭଣଜା ଇଏ କଥା କଣ କି ତା ମାଲ ଗୁଡାକ ଏ ସାଙ୍ଗସାଥି ମାନେ ପିଇକି ସରେଇ ଦେଇଛନ୍ତି ସେଥିପାଇଁ ମାଲ ଟିକେ ସର୍ଟ ପଡିଗଲା ସେଥିପାଇଁ ବଡ ବାଇଜର ବିଅର ସହିତ ଆସ୍କା ଫୁଟି ମିଶେଇ ଦେଇଛି ତମେ ତମ ବର ହିସାବରେ ତା କଥା ଧରନି ମୋ ଭଣଜା ବହୁତ ବଡ ଲୋକ ତାର ଗାଁରେ କେତେ କମ୍ପାନୀ ଅଛି ମାମୁ ହଁ ମୁଁ ଶୋଇବି ଶୋଇବୁ ଇରେ ବାପା ଭଣଜା 10 ମିନିଟ୍ ଭିତରେ ବ୍ରାହ୍ମଣଙ୍କୁ କହି ବରଣୀ କାମ ସାରିଦେବି ତାପରେ ଯାଇକି ଉଠିବୁ ତାପରେ ଯାଇକି ହାତ ଗଣ୍ଠି କରିବୁ ନାଇଁ ମାମୁ ହଁ ମତେ ଭାରି ନିଦ ମୁଁ ଶୋଇବି ଶୋଇବୁ ଦେଖୁଛୁ ତ ବାପା ଆବେ ଶୋଇବୁ ବାହାବ କିଏ ଦେଖୁଛୁ ତ ବାପା ମୁଁ ଭାବି ପାରୁନି ତୋ ଭାଗ୍ୟରେ ଏଇଆ ଅଛି ସେଠିକି ଯିବା କୁଆଡେ ଯାଉଛ ବରଣୀ ହବାକୁ ମୁଁ ନୁହଁ ମୋ ଭଣଜା ଘରକୁ ଯାଆନ୍ତୁ ତମର ବି ଗୋଡ ଟେକି ଶୋଇବା ପାଇଁ ଭାରି ଇଚ୍ଛା ହେଲାଣି ମୋ ଭଣଜା ସହିତ ରହିବାକୁ ଇଚ୍ଛା ହଉନି ମୁଁ ଠିକ ଜାଣିଥିଲି ତମେ ମୋ ଭଣଜା ପାଇଁ ପୁରା ଫିଟ୍ ହଁ ପୁରା
କହିବ ମୋ ଜୋତା ଖୋଲି ପିଟିବେ। ବାବା ହଁ କହିଦିଅ ତାକୁ ହଁ କେବଳ ହାତ ଗଣ୍ଠିଟା ପଡିନି ବୋଲି ହଁ ହଁ ମୋ ଚୁପ୍ ଅଛି। ହଁ ଯେତେବେଳେ ହାତ ଗଣ୍ଠି ପଡିଯିବ ମୋ ଘରକୁ ଯିବ ହଁ ସେତେବେଳେ ସବୁ ମିଶେଇକିରି ଫେରି ଦେବେ। ଆରେ, ଆରେ, ଆରେ। କାରଣ ମୋ ନା ବୁଲେଟ୍ ମାରୁତି। ହଁ ତାଠାରୁ ଅଧିକ ଦିଅନ୍ତେ। କଣ କହିଲ? ତମ ଘରକୁ ମୁଁ ଯିବି। ଏତେ ସବୁ ଘଟଣା ଘଟି ସାରିଲା ପରେ ତମ ଭଳି ମଦୁଆଟାକୁ ମୁଁ ପୁଣି ବାହା ହେବି। ମୁଁ ପୁଣି ତମ ସ୍ତ୍ରୀ ହେବି। ଏ ମ୍ୟାଡାମ ଆଜି ସିନା ମନା କରୁଛ କିନ୍ତୁ ମନେ ରଖ ପରେ ବହୁତ ପସ୍ତେଇବ। ତଥାପି ମୁଁ ତମକୁ ବାହା ହେବିନି। ଆଉଟ୍, ଗେଟ୍ ଆଉଟ୍, ଆଇ ସେ ଗେଟ୍ ଆଉଟ୍। ମାମା ହଁ ଆଉ ବାଳ ଅଛି ଯେ ସୁମ୍ପା ମିଳି ଖାଇବା ଆଉ ଖାଇପାରିବାନି। ଓଟ ପରେ ଠିଆଇଛ କଣ ମ? ହଁ ଆଉ ଡିଜେ ବାଜିବ ନା ନାଗିନ ନାଚିବା? ଆଉ କୋଉଠି ଚାଲ। ଦେଖିବା ଆଉ କୋଉଠି ଦେଖିବା ଆଠୁ ଆହୁରି ସୁନ୍ଦର ଝିଅ ଦେଖିବା ମ। କଣ ଭାବୁଛନ୍ତି କେଜାଣି? ହାତର କଣ୍ଢାଇ ଗୋଟା ଗୋଟା ଭାବୁଛନ୍ତି। ନନସେନ୍ସ, ୟୁ ଆର୍ ନନସେନ୍ସ। ହଁ ସେମାନେ କାଲି ଗଲେ ତୋ ବାହାଘର ହବ କେମିତି? ଡାଡି, ସେମାନେ ଯାଆନ୍ତୁ, ତାଙ୍କୁ ଯିବାକୁ ଦିଅ। ବାବୁ ଆରେ କିଏ ଅଛ? ତାଙ୍କୁ ଅଟକାଅ ବାବୁ। ମୋ ଝିଅ ପାଇଁ ମୁଁ ଫୁଲ ମାଗୁଛି। ଆରେ ବାବୁ ତାଙ୍କୁ ଅଟକାଅ। ନାଇଁ ଡାଡି, ସେ ଯାଆନ୍ତୁ, ସେମାନଙ୍କୁ ଯିବାକୁ ଦିଅ। ଆରେ ନା ସେମାନେ କାଲି ଗଲେ ତୋର ବାହାଘର ହେଇପାରିବନି। ଏଭଳି ଗୋଟେ ମଦୁଆକୁ ବାହା ହେବା ଅପେକ୍ଷା ମୋର ଏଇ ରହିଯିବା ବେଶ ଭଲ। ଦୁନିଆରେ ତ ଅମୁ ବୋଲି କହିବେ। ସେ ଦୁନିଆ ଲୋକଙ୍କୁ ମୁଁ ଖାତିର କରେନି ଡାଡି। ଆରେ ନା ଏ ସାଇ ପୋଷେଟର ସମସ୍ତେ ତୋ ନାଁ ସବୁ ପୁସ୍ତା ଭାବେ। ସେଗୁଡ଼ା ସବୁ ମୋର ଫଙ୍କା ଅଭ୍ୟାସ। ମୁଁ ଯାହା କରିଛି ଠିକ କରିଛି, କିଛି ଭୁଲ କରିନି ଡାଡି। ଆରେ ନା କାହିଁକି ବୁଝୁନୁ? କାହିଁକି ତୁ ବୁଝୁନୁ? ଡାଡି, ସେମାନେ ଲୋକମାନେ ଯଦି ମତେ କିଛି କୁହନ୍ତି ତମେ ନ କହିପାରିଲେ ମୁଁ କହିଦେବି। ସେଭଳି ଗୋଟେ ମଦୁଆକୁ ତମ ନିଜ ଝିଅକୁ ବାହା କରିଦିଅ। ଆରେ ମା ତୁ ବୁଝୁନୁ କାହିଁକି? ତୁ ବାହା ହବୁ, ତୁ ଶାଶୁ ଘରକୁ ଯିବୁ, ତୋ ବାହା ବସ ଦେଖିବି। ମୁଁ କେତେ ଯେ ସ୍ୱପ୍ନ ଦେଖିଥିଲି ସେ ସ୍ୱପ୍ନକୁ ମୋର ତୁ ହିସାବ କରିଦେଲୁ। ଅତି ଖାଉ ଖାଉ ତୁ ମତେ ମାରିଦେଲୁ। ମାରିଦେଲୁ ତୁ ମତେ ମାରିଦେଲୁ। ଡାଡି, ମୋ ଛାତି ସାଙ୍ଗ, ଶୀଘ୍ର ଆସ, ମୋ ଡାଡିଙ୍କର ଗଳି। ଡାଡି, କଣ ହେଲା ତମର? ଡାଡି, ନାଇଁ ନାଇଁ, ଡାଡି, କଥା କହ ଡାଡି। ଡାଡି, ଶୋଇଲେ ଡାଡି ତମର। ଡାଡି। ମଉସା, ମଉସା, ମୋ ଡାଡିଙ୍କର କଣ ହେଇଛି ମଉସା? ଡକ୍ଟର କଣ କହିଲେ ମଉସା? ମଉସା, ମୋ ଡାଡିଙ୍କର କଣ ହେଇଛି? ଡକ୍ଟର କଣ କହିଲେ କୁହ ମଉସା? डायलॉग ତୁ ସେମିତି କାହିଁକି କଲୁ ରେ ମା? ମଉସା, ତୁ ସେମିତି କାହିଁକି କଲୁ? ତୋ ସାଙ୍ଗ ମାନେ ମୋ ସାଙ୍ଗ ସିଦ୍ଧାର୍ଥ ତୋ ପାଇଁ କଣ କରିଛି ତୁ କିଛି ବୁଝିଛୁ? ମଉସା, ତୁ 3 ମାସର ହୋଇଥିଲୁ ଭାଉଜ ଚାଲିଗଲେ। କେମିତି ବାହିଥାନ୍ତି ମଉସା? ଆରେ ମଦ୍ୟପ କି ଚରିତ୍ରହୀନ ବୋଲି ତୁ ଯାହାକୁ କହୁଛୁ ତୁ କାହିଁକି ଏ ପ୍ରସ୍ତାବରେ ଅରାଜି ହେଲୁ ସେ କଥା ମୁଁ ଜାଣିନି। ମଉସା, କିନ୍ତୁ ତୋର ଏ ନିଷ୍ପତ୍ତିଟା ତୋ ଡାଡିଙ୍କର ଜୀବନ ନେବାକୁ ବସିଛି ରେ ମା। ନାଇଁ ମଉସା, ହସରେ ନଥାଇ ବି ତା ପାଟିରୁ କେବଳ ଗୋଟିଏ କଥା ବାହାରୁଛି, ବାହାଘର ବାହାଘର, ମୋ ଝିଅର ବାହାଘର। ହେଲେ ମଉସା ଏବେ ଆମେ କଣ କରିବା? ଆଉ ସେ କଥା ବି ମୁଁ ଡାକ୍ତରଙ୍କୁ ପଚାରିଲି। ଆଉ ଡାକ୍ତରଙ୍କ କହିବା ଅନୁସାରେ ତୋ ଡାଡିଙ୍କୁ ଭଲ କରିବାର ମାତ୍ର କେବଳ ଗୋଟାଏ ବାଟ ଅଛି, ଆଉ ସେଇଟା ହେଲା ତୋ ବାହାଘର। ଆଉ ସେଇଟା ଯେତେ ଶୀଘ୍ର ସମ୍ଭବ ରେ ମା, ସେଇଟା ଯେତେ ଶୀଘ୍ର ସମ୍ଭବ। ହଁ ହଁ, ସେଇଟା ଯେତେ ଶୀଘ୍ର ସମ୍ଭବ। ମଉସା, ମୋ କଥା ଶୁଣ ମଉସା।
ହେଲେ ହେଲେ ମୋତେ ମୋ ଡାଡି ଦରକାର, ମୋ ଡାଡି ବଞ୍ଚିବା ଦରକାର। ହେଲେ ଏ ସମୟରେ ମୋତେ ବାହା ହବ କିଏ? ମୋ ପାଇଁ ବର ଖୋଜି ଆଣିବ କିଏ? ମୋ ପାଇଁ ବର କିଏ ଠିକ କରିବ? ମୁଁ ସାଙ୍ଗ ତୁ? ହଁ ଆଲୋ ଏଇ ତୁ ଯଦି କହିବୁ ତାହେଲେ ମୁଁ ତୋ ପାଇଁ ଗୋଟେ ସୁନ୍ଦର ବରଟେ ଖୋଜିଦେବି। ସାଙ୍ଗ ଏବେ ଥଟ୍ଟା କରିବା ସମୟ ନୁହେଁ ସାଙ୍ଗ। ଜାଣିଛୁ ମୁଁ ଯଦି ଏବେ ନ ବାହାବି ମୋ ଡାଡି ମରିଯିବେ, ଆଉ ମୋ ଡାଡିର ଯଦି କିଛି ହେଇଯିବ ମୁଁ ଆତ୍ମହତ୍ୟା କରିଦେବି ସାଙ୍ଗ। ସେ କଥା ସବୁ ଛାଡ, ତୁ ମୋତେ ଗୋଟେ କଥା କହିଲୁ, ଏଇ କିଛି ସମୟ ପୂର୍ବରୁ ଯାହା ସବୁ କହିଲୁ ସେ ସବୁ କଥା କ'ଣ ସତ? ଏଇ ତୋର ସବୁ ସମ୍ପତ୍ତି, ତାମାନେ ତୁ କ'ଣ ତୋର ସବୁ ସମ୍ପତ୍ତି ଆରାମ କରିଦେବି? ଯିଏ ମୋତେ ଏଇ ସମୟରେ ସାହାଯ୍ୟ କରିବ, ମୋ ଡାଡିକି ବଞ୍ଚାଇବ। ସତ କହୁଛୁ? ହଁ ମୁଁ ସତ କହୁଛି ଲୋ ସାଙ୍ଗ। କାଇଁ ମୋତେ କାହିଁ ତୋ କଥା ଜମା ବିଶ୍ୱାସ ହଉନି। ଦେଖି ଦେଖି ମୋ ସାଙ୍ଗ ରାଣ ଖାଇ କହିଲୁ। ହଁ ସାଙ୍ଗ ମୋ ଡାଡିଙ୍କ ରାଣ ଖାଇ କହୁଛି ଲୋ। ଆଉ ଯଦି ତୁ ବାହାଘର ପରେ ମନା କରିଦଉ? ନାଇଁ ନାଇଁ ସାଙ୍ଗ, ସେ ଯଦି କହିବ ମୁଁ ଏବେ ଓକିଲ ଡାକି ବାହାଘର ପୂର୍ବରୁ ସେ ସବୁ କାମ ସାରିଦେବି ଲୋ ସାଙ୍ଗ। ଆଉ କଣ ନା, ଆଉ ଜମା ଡେରି କନା, ଯା ଯା ବେଦୀକୁ ଯିବା ପାଇଁ ପୁରା ରେଡି ହେଇଯା। ସାଙ୍ଗ ସେ ପରିଜନକ କିଏ? ଏତେ ଅସମ୍ଭାଳ। ଏଇଠି ମୋ ସାଙ୍ଗ ପାଇଁ ମୁଁ ଯୋଉ ବରଟା ଖୋଜିଛି ସିଏ ପୁରା ଦେଖିବାକୁ ପୁରା ହ୍ୟାଣ୍ଡସମ୍, ପୁରା ସିକ୍ସ ପ୍ୟାକ୍ ବଡି, ଏଇଠି ଭାରି ଭଲ ପିଲା। ଜାଣିଛୁ କିନ୍ତୁ ଗୋଟେ ଅସୁବିଧା ଅଛି। କ'ଣ? ସେ ବାହା ହେଇଛି। ରହିଯା ରହିଯା, ଏତେ ଏତେ କାହିଁ ଚମକୁଛୁ କହିଲୁ? ଦେଖିଲୁ ଦେଖିଲୁ ଦେଖେ ମୋ କଥା ଶୁଣୁ, ମୁଁ ଯାହା କହୁଛି ଭଲ ପାଇଁ କହୁଛି। ଭାରି ଭଲ ପିଲାଟେ। ତୁ ଯୋଉ ଭାବୁଛୁ ତାର ସ୍ତ୍ରୀ ଅଛି, ତାର ସ୍ତ୍ରୀ ନାହିଁ, ଆଉ ତା ସ୍ତ୍ରୀ ସହିତ ପରା ତାର ଛାଡ଼ପତ୍ର ହେଇଯାଇଛି। ଦେଖେ ତୁ ଜମା ସୁଯୋଗ ହାତ ଛଡ଼ା କରନା। ଅବଶ୍ୟ ଦରମା କମ୍ ପାଉଛି କିନ୍ତୁ ହଁ ଚାକିରି ଖଣ୍ଡେ କରିଛି। ଏଇଠି ଅନେଇଲୁ, ଏମିତି ପିଲା ଭାଗ୍ୟରେ ଥିଲେ ମିଳେଲୋ। କିନ୍ତୁ ଓହୋ ଏଇଠି ତୁ ଆଉ ଜମା ଡେରି କରନା। ତୁ ଯେତେ ଡେରି କରିବୁ ସେପଟେ ସେତେ ଡେରି ହବ। ଆଉ ମୋ ସାଙ୍ଗ କଥା ତ ତୁ ଜାଣିଛୁ, ଅନେଇଲୁ ଡେରି ଗୁଡ କଉଣିକୁ ବହିଯିବ ଲୋ। ତତେ ସିନା ଭଲ ବରଟେ ମିଳିଯିବ, ହେଲେ ତୋ ଡାଡି, ତୁ ଆଉ ତୋ ଡାଡିକୁ ପାଇବୁନି। ଏଇ କ'ଣ ଭାବିଲ? ଓହୋ ଏମିତି ମାନେ ମାନେ କ'ଣ ହଉଛୁ? ତମାନେ ତୁ ଚାହୁଁଛୁ ମୋ ସାଙ୍ଗରେ କିଛି ହେଇଯାଉ? 4 ଜଣ ଲୋକ ତାକୁ କାନ୍ଧରେ ପକେଇ ମଶାଣି କରି ଯାଉଛୁ ତାଙ୍କ ମୁହଁରେ? ନାଇଁ ନାଇଁ ସାଙ୍ଗ, ସେମିତି କ'ଣ ହେଲେ ସାଙ୍ଗ? ମୁଁ ଏଇ ଆଉ ଡେରି କାହିଁ କରୁଛୁ? ଯା 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 ବେଦୀକୁ ଯିବାକୁ ପୁରା ରେଡି ହେଇଯା। ବ୍ରାହ୍ମଣ ପୁରୋହିତକୁ ମାନଙ୍କୁ କହିଦେ ବାହାଘର କରିବା ପାଇଁ ପୁରା ପ୍ରସ୍ତୁତ ହେଇ ରହିଯାଉଛି। ଆଲୋ ଯାଉନୁ, ଆଲୋ ଯା, ଆଲୋ ଯା ଲୋ। ଆଉ କଣ ନା, ଏଥର ତ ଖାଲି ସବୁ ସମ୍ପତ୍ତି ମୋର। ଆଉ ପୁରୀରେ କୋଠା। ତତେ ଟିକେ ଖରାପ ଲାଗୁନି? ଏତେ ବଡ ଘଟଣା ଘଟିଗଲା, ଝିଅଟାର ବର ବାହାଘର ତୁ ଚାଲିଗଲା, ସେ କଥା ଭାବି ଭାବି ମଉସା ମରଣ ମୋରେ। ଅଥଚ ତୁ ଏଠି। ଆଉ କଣ ନା, ଆସୁନ ସାଙ୍ଗ ଟିକେ ଲୁଙ୍ଗି ଡାନ୍ସ କରିବା। ଆରେ ଆସ, ଆରେ ଆସୁନ। କ'ଣ ଯେ ତତେ କହିଲି? ଭଲ ଏଇଠି କହିଲ କହିଲ, ତମେ ମତେ କେତେ ଭଲ ପାଅ? ମାନେ ମାନେ ତାହେଲେ ତମେ ମତେ କେତେ ଭଲ ପାଅ? ଏଇ ଆଉ କହୁନ। ସେ କଥା ତତେ ମୁହଁ ଖୋଲି କହିବାକୁ ପଡିବ ପୁନି। ଆଉ ଏତେ ଦିନର ସମ୍ପର୍କ ଭିତରେ ତୁ କ'ଣ କିଛି ବୁଝିପାରିଲୁନି? ଆଲୋ ତୁ ପରା ଘଡ଼ିଏ ମୋ ପାଖରୁ ଚାଲିଗଲେ ଏ ଚାରିପାଖ ପୃଥିବୀଟା ମତେ ଅନ୍ଧାର ଦେଖାଯାଏ। ତୁ ସକାଳେ ପଖାଳ ଖାଇଲା ବେଳେ କଞ୍ଚା ଲଙ୍କା ରସୁଣ ଚକୁଟି ସେଥିରେ ଲେମ୍ବୁ ଟିକେ ନ ଚୁପୁଡ଼ିଲେ ତୋ ପାଟିକୁ ପରା ଭାତ ଯାଏନି। ତାପରେ ବି ତୁ ପଚାରୁଛୁ ମୁଁ ତତେ କେତେ ଭଲ ପାଏ। ଆଉ ମୁଁ ଯଦି କେବେ ମରିଯାଏ? ପୁନି ଆଲୋ କାହିଁକି ସେମିତି କଥା ଗୁଡାକ ପାଟିରେ ଧରୁଛୁ? ଆଲୋ ତୁ କ'ଣ ଜାଣିନୁ? ତୋ ବିନା ଗୋଟିଏ ମୁହୂର୍ତ୍ତ ମୋ ପାଇଁ 14 ବର୍ଷର ବନବାସ ସହିତ ସମାନ। ତୋ ବିନା ଏ
ଜୀବନ କୋଉ ଏକ ମରୁଭୂମିର ତତରା ନିର୍ବାସନ ଠାରୁ କିଛି କମ୍ ନୁହେଁ। ଶୁଣି ରଖୁନି, ଯଦି ତୋର କେବେ କିଛି ହେଇଯାଏ ଗୋଟେ ତ ଜୁଇ ଚଳିବ, ଶବ ଥିବ ଦୁଇଟା, ଗୋଟେ ତୋର ଆଉ ଗୋଟେ ମୋର। ଓହୋ ବୁଝିଲି ବୁଝିଲି, ମୁଁ ଭଲ ଭାବରେ ବୁଝିଗଲି ତମେ ମତେ କେତେ ଭଲ ପାଅ। ଯଦି ତମେ କହୁଥିବା କଥା ଗୁଡାକ ସତ, ଯଦି ତମେ ମତେ ସତରେ ଏତେ ଭଲ ପାଅ, ତାହେଲେ ମୁଁ ଗୋଟେ କଥା କହିବି, ତମେ ମୋ କଥା ରଖିବ ନା? ରଖିବ ତ? ଦେଖ, ମୁଁ ଯାହା କହିବି ସେଟା କେବଳ ମୋ ପାଇଁ ନୁହେଁ, ଆମ ଦି ଜଣଙ୍କ ମଙ୍ଗଳ ପାଇଁ ଆଉ ଆମ ପିଲାର ମଙ୍ଗଳ ପାଇଁ। ପିଲା? ଆଲୋ କାହା ପିଲା? କୋଉ ପିଲା? ମଲା ଏମିତି ଛପରା ଭଳିଆ କଣ ହଉଛ ମ? ଏଇଠି ତମେ କଣ ଜାଣିନ କି ମୁଁ ପରା ତମ ପିଲାର ମା ହବାକୁ ଯାଉଛି। ତୁ ଏତେ ବଡ କଥାଟେ ଲୁଚେଇ ରଖିଥିଲୁ? ଖୁସି ହବାକୁ ଆହୁରି ଏତେ ଲମ୍ବା ସମୟ ପଡିଛି। ଏଇଠି ଆହୁରି ଗୋଟେ କଥା ଅଛି, ଯଦି ସେ କଥାଟା ଜାଣିବ ତାହେଲେ ତମେ ପୁରା ଖୁସିରେ ପାଗଳ ହେଇଯିବ। କଣ କହିଲୁ ପୁନି? ତୁ ମତେ ଆଜି ବାପା ହେବାର ସୌଭାଗ୍ୟ ଦେଇଛୁ, ପୁଣି ତାପରେ ଆଉ ଗୋଟେ ଖୁସିର କଥା କହ। କହ କଣ କହିବୁ, ଜଲ୍ଦି କହ। ତମେ ମୋ କଥା ରଖିବ ତ? ହଁ ସତ କହୁଛ? ଆଲୋ କହୁନୁ। କାଇଁ ମୋ ଦେହ ଛୁଇଁ କହିଲ? ତୋ ଦେହ ଛୁଇଁ କହୁଛି। ସତରେ ହଁ। କହିବି? ହଁ। କହିଲି ହଁ ତମେ ମତେ ଛାଡ଼ପତ୍ର ଦେଇଦିଅ। କଣ କରିବୁ ପୁନି? ମୁଁ ତୋତେ ଛାଡ଼ପତ୍ର ଦେବି? ଆଲୋ ଏ ଭାଇଆଣି, ତୋ ମୁଣ୍ଡ ଖରାପ ହେଇଗଲା କଣ? ଏଇ ଚାଲୁ ଚାଲୁ ଆମ ଘରକୁ ଯିବା, ଚାଲୁ। ତମେ ମୋ କଥା ରଖିବନି? ଏଇଠି ବୁଧୁ କୋଉଠିକାର? ଏଇଠି କିଏ କହିଲା ଆମର ଛାଡ଼ପତ୍ର ହବ ବୋଲି? ଏଇ ଯାହା ଏ ସବୁ କେବଳ ଲୋକ ଦେଖାଣିଆ, ଯାହା କେବଳ କାଗଜ ପତ୍ରରେ ଛାଡ଼ପତ୍ର ନା। ନହେଲେ ଆମେ ଯେମିତି ସ୍ୱାମୀ ସ୍ତ୍ରୀ ହେଇଥିଲେ ସେମିତି ସ୍ୱାମୀ ସ୍ତ୍ରୀ ହେଇ ରହିବା, ଯେମିତି ସ୍ୱାମୀ ସ୍ତ୍ରୀ ଗୋଟିଏ ଘରେ ରହୁଥିଲେ ସେମିତି ଗୋଟିଏ ଘରେ ରହିବା। ଏଇଠି ଆଉ ତମେ କେମିତି ଭାବି ପାରୁଛ ଯେ ମୁଁ ତମ ପିଲାର ମା ହେଇସାରିବା ପରେ ତମକୁ ମୁଁ ଛାଡ଼ପତ୍ର ଦେଇଦେବି? ଏ ସବୁ ଖାଲି ମିଛରେ ହବ ବା। କାହିଁକି ଗୋଟେ ଘରେ ରହିବା, ଗୋଟେ ଛାତ ତଳେ ରହିବା, ପୁଣି ଛାଡ଼ପତ୍ର କାହିଁକି? ଏଣୁ ତେଣୁ କଣ ଗପୁଛୁ ତୁ? କଣ କହୁଛ ମୁଁ କିଛି ବୁଝିପାରୁନି। ଆରେ କହୁଛି ପରା ଇଏ ସବୁ କେବଳ ମିଛ ଛାଡ଼ପତ୍ର। କହୁନ ତମେ ମୋ କଥା ରାଜି ହବ ନା ନାହିଁ? ଆଉ କୁହ, ତମେ ମତେ ଛାଡ଼ପତ୍ର ଦବ ନା? ତୋର କିଛି ଅସୁବିଧା ନହେଲେ ବି ମୋର ଅସୁବିଧା ଅଛି ଲୋ ପୁନି। ଆଲୋ ତୁ ସିନା ମତେ ବାହା ହେଇଛୁ, ମୁଁ ପରା ମୋ ଛାତିର କଲିଜାକୁ ତତେ ହାତରେ ଦେଇ ଦେଇଛି। ତୁ ମୋଠୁ ଦୂରେଇ ଗଲେ ମୋ ଶିରା ପ୍ରଶାରେ ବହୁଥିବା ରକ୍ତ କଣିକା ଗୁଡାକ ଚାଲିବା ବନ୍ଦ କରିଦେବେ ଲୋ। ତୁ ସିନା ତୋ ହାତକୁ ମୋ ହାତରେ ଛନ୍ଦି ଦେଇଛୁ, ହେଲେ ମୁଁ ପରା ମୋ ଛାତିର ସ୍ପନ୍ଦନକୁ ତୋ ଛାତିରେ ମିଶେଇ ଦେଇଛି। ତୁ ମୋଠୁ ଦୂରେଇ ଗଲେ ମୋ ନିଶ୍ୱାସଟା ବନ୍ଦ ହେଇଯିବ ଲୋ। ଏ ପୁନି, ମତେ ଲାଗୁଛି ବଡ଼ ଲୋକି ବାହାଘର ଏ ଚାକଚକା ଦେଖି ତୋ ମୁଣ୍ଡଟା ପୁରା ଖରାପ ହେଇଗଲାଣି। ଚାଲୁ ଚାଲୁ ଆମେ ଆମ ଘରକୁ ଯିବା। ତମେ ଘରକୁ ଯିବ ତ ଯାଅ, ମୁଁ କିନ୍ତୁ ଏଇଠୁ ସିଧା ମେଡିକାଲ ଯିବି। କାହିଁକି? କାହିଁକି କଣ? ତମେ ଯଦି ମୋ କଥାରେ ରାଜି ନ ହବ ତାହେଲେ ମୁଁ ପ୍ରଥମେ ମେଡିକାଲ ଯାଇ ଏ ପିଲାଟାକୁ ମାରିଦେବି। ତମେ ମୋ କଥାରେ ରାଜି ହବ ନା ନାହିଁ? କଣ ହେଲା? ଆଉ ତମେ ଏମିତି ହସୁଛ କାହିଁକି ମ? ହସିବାକୁ ତୁ ମତେ ବାଧ୍ୟ କରୁଛୁ ଲୋ ପୁନି। ଦିନେ ବଢିଲା ନଈର ସୁଅରେ ହାତୀ ଶବଟି ଭାସି ଭାସି ଯାଉଥାଏ। ତାହେଲେ ମୁଁ ବି ତମର କିଛି କଥା ଶୁଣିବିନି। ଏଇ କହୁନ ମୋ କଥାରେ ରାଜି ହେଇଯାଉନ? ଓହୋ, ଆରେ କହିଛି ମାନେ ମୁଁ ବାହା ହେବିନି। ଓହୋ, ତାମାନେ ତମେ କଣ ଚାହୁଁଛ? ସଜଣା ହେଇଥିବା ବେଦିଟା ଉଜୁଡ଼ି ଯାଉ, ମୋ ସାଙ୍ଗଟା ମଙ୍ଗୁଳା ହେଇ ରହିଯାଉ। ସାଙ୍ଗ ମତେ ବାହା ହେବା ପାଇଁ ମଙ୍ଗୁଳା ପାଟ ପିନ୍ଧି ନଥିଲି। ମୁଁ ତମ ଦୁଃଖରେ ସବୁବେଳେ ଛିଡ଼ା ହେଇଛନ୍ତି, ଯେ ମରିଯାଆନ୍ତୁ। କାହାକୁ ବଞ୍ଚେଇବା ପାଇଁ ମୁଁ ନିଜେ ଜଳି ଜଳି ମରିପାରିବିନି। ଥରେ କହିଛି ମାନେ ବାହା ହେବିନି। ପ୍ଲିଜ ମନା କରନି, ମୁଁ ସତ କହୁଛି, ମତେ ବିଶ୍ୱାସ କରାଅ ପ୍ଲିଜ। ଆମକୁ ମାତ୍ର ମୁଁ ତମର ସ୍ତ୍ରୀ ହେବି। ମୋ ବାପା ବଞ୍ଚିବା ପାଇଁ ତମେ ରାଜି ହେଇଯାଅ। କେବେ ବି ମୁଁ ପ୍ରତିବାଦ କରିବିନି। ମୁଁ ତମ ସ୍ତ୍ରୀ, ତମେ ମୋ ସ୍ୱାମୀ ବୋଲି କେବେ ବି ମୁଁ ଦାବି କରିବିନି। ମୁଁ ହାତ ଯୋଡୁଛି, ରାଜି ହେଇଯାଅ ତମେ। କଣ
ବିଶ୍ୱାସ ହେଲାଟି ଏ ପୁନି କଣ ତୋ ଆଖିକୁ ଯୋଉଟା ଖୁଦ ଭଳି ଦେଖା ଯାଉଛି ତା ଉପରେ ଚଢେଇଆର ଫାଶ ଲାଗିଛି। ଥରେ ଫାଶରେ ପଡିଗଲେ କାମ ଶେଷ। ବାଘୁଣୀ ଦାନ୍ତରେ ଥରେ ରକ୍ତ ଲାଗିଲେ ସେ ପ୍ରଥମେ ତତେ ଖାଇବ। ତମକୁ ଯଦି ବିଶ୍ୱାସ ହଉନି ଏ ସାଙ୍ଗ ତୁ ଆଉ ଛିଡାରେ କହିକି ଆରେ କଣ କଲୁ ଯା ତୁ ଓକିଲ ଡାକିଲୁ ଆଲୋ ଯାଉନୁ ଆଲୋ ଯା ଦେଖ ଦେଖ ରତ୍ନାକର ପ୍ରଧାନ ତମେ ସିନା ମୋ କଥାରେ ରାଜି ହେଲନି କିନ୍ତୁ ତମେ ଏବେ ଦେଖ ମୁଁ ତମକୁ ଏବେ କେମିତି ଡିଭୋର୍ସ ଦଉଛି। କଣ ପୁନି ଆରେ ତମ ପାଇଁ ଯଦି ମୋ ସାଙ୍ଗ ବାପାଙ୍କର ଜୀବନ ଚାଲିଯାଏ ତାହେଲେ ମୁଁ ବି ତମ ପିଲାକୁ ମୋ ପେଟରେ ରଖି ପାରିବିନି। ଏଇ ଦେଖ ମୁଁ ଏ ପିଲାଟାକୁ ଏଇଠି କେମିତି ମାରି ଦଉଛି ଦେଖ ଆରେ ସେ ମୋ ଛଅ ଖଣ୍ଡ କାଠର ଉତ୍ତର ଜାଣି ସେ ମୋ ଶେଷ ତାକୁ କିଛି କରୁନି। ମୁଁ ଏଇଟାକୁ ମାରିଦେବି କେସ୍ କରିଦେବି ଏଇଟାକୁ ରାଜି ମୁଁ କଣ କହିଲା ତମେ ମତେ ଛାଡ଼ପତ୍ର ଦବ ହଁ ମୁଁ ତତେ ଛାଡ଼ପତ୍ର ଦେବି। ମୋ ସାଙ୍ଗକୁ ବାହା ହବ ହଁ ମୁଁ ତ ମୋ ସାଙ୍ଗକୁ ବାହା ହେବି। ମୋ ପିଲାକୁ ତ ମାନ ଯା ହଉ ମୋ ପୁଟୁଟା ମୋ ଗେଲୁଟା ଆଉ ଡେରି କରୁଛୁ କାଇଁ? ହ୍ୟାଲୋ ଯା 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 ମତେ ବରବସରେ ସଜା ଦେବା ପାଇଁ ଦଳ ମୁକୁଟ ଯୋଗାଡ଼ କରିବୁ ଯା। ସାଙ୍ଗନ ମୁଁ ଯିବି ଯେ ତମକୁ ଟିକେ ବିଶ୍ୱାସ ହଉନି କହୁନ ରାଜି ତ ଆରେ ହଁ ମୋର ଗଲେ ଏଇଟା ବି ଯଦି ଆସନ୍ତା ବଢିଆ ହୁଅନ୍ତା ଇଏ କୋଉଠି ଯଦି ଉଦ୍ଧାର ପାଇଯିବୁ ନହେଲେ ଭବିଷ୍ୟତରେ ଯେତେବେଳେ ଲହୁ ଲୁହାଣ ହେଉଥିବୁ ହଁ ଏବେ କର ଘଣ୍ଟା ମିଳିବ ସେତେବେଳେ ତ ବାପା ଏ ପୂର୍ଣ୍ଣି ଆଲୋ ଶୁଣିଲୁ ତ ବାପା କଣ କହିଗଲେ? ମୁଁ ତୋତେ ବାହା ହେଇଥିଲି କଣ ଏଇଥିପାଇଁ ଆଲୋ ଛୋଟ ଚାକିରି ଅଳ୍ପ ଦରମା ଭାତ ଡାଲମାରେ ଆମେ ବେଶ ଖୁସିରେ ଅଛେ। ତୁ ସେ ଖୁସିରେ ଆଉ ପାହାର ମାନ ନେଲ। ତାହେଲେ ଦେଖ ମୁଁ ଏବେ କଣ କରୁଛି ତମକୁ ମୋର ମୋ ପସନ୍ଦ ନା ତମେ ମୋ କଥାରେ ରାଜି ହବନି ନା ଦେଖ ଦେଖ ମୁଁ ଏ ମୋଟାକୁ କେମିତି ରପଡ଼ି ଦଉଛି ପୂର୍ଣ୍ଣି ଏ ପୂର୍ଣ୍ଣି ଦେଖ ତମେ ମୋ କଥା ରାଜି ହବନି ନା ଦେଖ ମୁଁ ଏ ଅଟୋଟା ରପଡ଼ି ଦଉଛି ଛିଣ୍ଡେଇ ଦଉଛି ଦେଖ ମୁଁ ଏ ଶାଢ଼ୀଟାକୁ କେମିତି ଚିରି ଦଉଛି ଆଲୋ କାହିଁକି ଏମିତି ସବୁ କରୁଛୁ? ମୁଁ ତମଠାରୁ ଦୂରେଇ ଯିବି ତମ ପିଲାକୁ ମୁଁ ମାରିଦେବି ଆଉ ତମ ବାପାଙ୍କ ନାଁରେ ମୁଁ ରେପ୍ ତାହେଲେ କୁହ ତମେ ମୋ କଥାରେ ରାଜି ହବ ନା ନାହିଁ ତମେ ମୋତେ ଛାଡ଼ପତ୍ର ଦବ ନା ନାହିଁ କୁହ ତମ ଧନଟା ପରା ଏ ପୂର୍ଣ୍ଣି ତୁ ଆଜି ମତେ ପାଖରୁ ଦୂରେଇ ଦେବାରେ ଖୁସି ହଉଛୁ ନା? ଖାଲି ଦିନ ଆସିବ ଏ ଟଙ୍କା ସୁନା ଘର ଗାଡ଼ି ଅପେକ୍ଷା ମୁଁ ତୋର ବେଶୀ ଦରକାର ପଡ଼ିବି। ସେଥିରୁ ତୁ ମତେ ଖୋଜୁଥିବୁ ହେଲେ ମୁଁ ତ ଯାଇପାରୁନଥିବି। ବରଂ ଆଜିର ଦିନକୁ ମନେ ପକେଇବା ପାଇଁ ତତେ ଧାଡ଼ିଟିଏ କହିବି ରେ ପୂର୍ଣ୍ଣି ଏ ପୂର୍ଣ୍ଣି ସେଦିନର କଥା ମନେ ଅଛି ନା? কথা
Oh